ସମ୍ମାନ ହରାଇବାର 9ଟି କାରଣ। ନମ୍ବର 1, ସମ୍ପର୍କୀୟ କିମ୍ବା ଅନ୍ୟମାନଙ୍କ ଘରେ ଅଧିକ ସମୟ ରୁହନ୍ତୁ ନାହିଁ, ସମ୍ମାନରେ ହ୍ରାସ ଘଟିଥାଏ। ନମ୍ବର 2, ଖରାପ ଚରିତ୍ର ଥିବା ବ୍ୟକ୍ତିଙ୍କ ସହିତ କେବେ ବି ବନ୍ଧୁତା କରିବା ଉଚିତ ନୁହେଁ, ଏମିତି ଲୋକମାନଙ୍କର ପତନ ଅତି ଶୀଘ୍ର ହୋଇଥାଏ। ନମ୍ବର 3, ଜୀବନସାଥୀଠାରୁ ଅଧିକ ସମୟ ଦୂରରେ ରହିବା ଉଚିତ ନୁହେଁ, ଏହା ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ ଏବଂ ପରିବାରରେ ମଧ୍ୟ ଅନେକ ସମସ୍ୟା ଉପୁଜିଥାଏ। ନମ୍ବର 4, ବାରମ୍ବାର କାହାର ଘରକୁ ଯିବା ଉଚିତ ନୁହେଁ, ନଚେତ୍ ସମ୍ମାନ କମ୍ ହୋଇଥାଏ। ନମ୍ବର 5, କାହାକୁ ଆକ୍ଷେପ କରି ଅଥବା ଉଦ୍ଦେଶ୍ୟମୂଳକ ଭାବରେ ଅପମାନ କରନ୍ତୁ ନାହିଁ, ନଚେତ୍ ସେମାନେ ଭବିଷ୍ୟତରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିବେ। ନମ୍ବର 6, ଯେତେବେଳେ ଯାଏ ଲୋକ କୌଣସି କଥାକୁ ନେଇକି ଆପଣଙ୍କ ରାୟ କି ମନ୍ତବ୍ୟ ମାଗି ନାହାନ୍ତି, ଉପରେ ପଡ଼ି ବା ଆଗୁଆ ଯାଇ କିଛି ମନ୍ତବ୍ୟ ଦିଅନ୍ତୁ ନାହିଁ। ନମ୍ବର 7, ସମ୍ମାନ ମାଗନ୍ତୁ ନାହିଁ, ବରଂ କାମ ଏମିତି କରନ୍ତୁ ସମ୍ମାନ ଖୋଜିକି ଆପଣଙ୍କ ପାଖକୁ ଆସିବ। ନମ୍ବର 8, କାହାଠାରୁ ସମ୍ମାନ ପାଇବା ଆଗରୁ ଆପଣଙ୍କୁ ବି ସମ୍ମାନ ଦେବାକୁ ପଡ଼ିଥାଏ। ହୁଏତ ସେହି ଲୋକଠାରୁ ନ ମିଳିପାରେ, କିନ୍ତୁ ତା'ର 2 ଗୁଣ ହୋଇ ପାଖକୁ ଆସେ। ନମ୍ବର 9, ଆବଶ୍ୟକତା ଠାରୁ କାହା ସହିତ ଅଧିକ କଥାବାର୍ତ୍ତା ହୁଅନ୍ତୁ ନାହିଁ, ଏହାଦ୍ୱାରା ଆପଣ ଅପମାନିତ ହୋଇପାରନ୍ତି। ଧନ୍ୟବାଦ ବନ୍ଧୁଗଣ। ସମ୍ମାନ ହରାଇବାର ଏ 9ଟି କାରଣରୁ ଆପଣ ଦୂରେଇ ରୁହନ୍ତୁ। ନିଶ୍ଚିତ ଜୀବନରେ ଆପଣ ସମ୍ମାନ ସମୃଦ୍ଧି ସବୁ ପାଇପାରିବେ।